ହାଏ ଜୟ ଜଗନ୍ନାଥ। ମୁଁ ରାଜେଶ। ଆଜି 11 ଜାନୁଆରୀ 2024 ଗୁରୁବାର। ସକାଳର ମୁଖ୍ୟ ଖବର। ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଜାନୁଆରୀ 15ରୁ ଧାର୍ମିକ ରୀତିନୀତି ଏବଂ ପୂଜା ଅର୍ଚ୍ଚନା ଆରମ୍ଭ ହେବ। ରାମ ମନ୍ଦିର ଉଦ୍ଘାଟନ ଉତ୍ସବରେ କେବଳ ଦେଶ ନୁହେଁ ବିଦେଶରୁ ଲୋକମାନଙ୍କୁ ମଧ୍ୟ ସଂଯୋଗ କରିବାକୁ ଯୋଜନା କରାଯାଇଛି। ରାସାୟନିକ ବିପର୍ଯ୍ୟୟ ମୁକାବିଲା ପାଇଁ ପାକ୍ ପ୍ରସ୍ତୁତି ବୈଠକ ହୋଇଛି। ଓଡ଼ିଶା ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମିଳିତ ସହଯୋଗରେ ରାସାୟନିକ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କୀୟ ଏକ ରାଜ୍ୟସ୍ତରୀୟ ମକ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଛି। ଏଥିରେ 10ଟି ଜିଲ୍ଲା ଯଥା ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସୁନ୍ଦରଗଡ଼ 28ଟି ଶିଳ୍ପ ସଂସ୍ଥା ସହ ଯୋଗ ଦେଇଛି। ବେଆଇନ ବାଲି ଉଠାଣ ଉପରେ ପୁଣି ଥରେ ରୋକ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗତ 21 ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ ଖଣି ବିଭାଗ। ମଣିପୁର ସରକାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ଦେଇଛନ୍ତି। ମଣିପୁର ସରକାର ଜଣେ ଅଧିକାରୀ କହିଛନ୍ତି ଯେ ଅଳ୍ପ ସଂଖ୍ୟାର ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି।